मरता हो तो अंग्रेजी मत की जाती है, अंग्रेज मरता है तो अंग्रेजी मत की जाती है उससे। वहाँ संस्कृत चलती है। अच्छा अच्छा अच्छा। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଅନିରୁଦ୍ଧ ବାବା, ମୂର୍ଖ ଅନିରୁଦ୍ଧ ବାବା, ଏ ବାବାଙ୍କ ବିଷୟରେ ଆପଣ ଜାଣିଥିବେ କି ନାହିଁ ମୁଁ ଜାଣେ ନାହିଁ, କିନ୍ତୁ ଏଇ ବାବାଙ୍କୁ ଅନେକ ଥର ଏକ୍ସପୋଜ୍ କରାହେଇଛି ସୋସିଆଲ ମିଡ଼ିଆରେ ମଧ୍ୟ ଏବଂ ମିଡ଼ିଆରେ ମଧ୍ୟ, ମିଡ଼ିଆ ସାମ୍ନାରେ। ତଥାପି ଏହିଭଳି ବାବାମାନଙ୍କ ମୁହଁରେ ଟିକେ ବି ଲାଜ ନାହିଁ। ଆଉ ଏମାନେ କ'ଣ କରନ୍ତି, ବିଶେଷ କରି ଏଇ ଅନିରୁଦ୍ଧ ବାବା ବିଷୟରେ ମୁଁ କହୁଅଛି। ଏଇ ଯେଉଁ ବାବା ଅଛି, ଇଏ ଭାବେ ମୋ ପାଖରେ ଜ୍ଞାନର ପୁରା ଭଣ୍ଡାର ଭରିକି ରହିଛି, ଆଉ ମୋ ଭଳି ଜ୍ଞାନୀ ଏ ଦୁନିଆରେ କେହି ନାହିଁ। ଆଉ ଯେକୌଣସି ବିଷୟ ହେଲେ ମଧ୍ୟ ସେ କହିଦିଏ, ମାନେ ସେ ବିଷୟ ସତ କି ମିଛ ତା'ର କୌଣସି ଖୋଳତାଡ଼ କରାଯାଏ ନାହିଁ। ବରଂ ମନକୁ ଯାହା ଆସିଲା, ପାଟିରେ ଯାହା ଆସିଲା ବକି ଦେଇଯାଏ। ଇଏ ହେଉଛି ଏ ବାବାର ସବୁଠାରୁ ଏକ ବ୍ୟାଡ଼୍ ହାବିଟ୍ ବା ଖରାପ ଅଭ୍ୟାସ ଆପଣ କହିପାରିବେ। ଅନିରୁଦ୍ଧ ବାବା, ତାକୁ ମୁଁ ଅନେକ ଥର ୟାକୁ ମଧ୍ୟ ମୁଁ ଏକ୍ସପୋଜ୍ କରିଛି, ମୂର୍ଖ ଅନିରୁଦ୍ଧ ବାବା। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ମୋର ମେନ୍ ଚ୍ୟାନେଲରେ ଆପଣ ପାଇବେ, ଯେଉଁଟାକି ଆତ୍ମିକ ଔଷଧ। ସେଇଠି ବାବାଙ୍କ ବିଷୟରେ ବହୁତ କିଛି ଏକ୍ସପୋଜ୍ କରାହେଇଛି। ଆଉ କିଛି ଦିନ ପୂର୍ବରୁ, ପ୍ରାୟ 1.5 ମାସ କି 2 ମାସ ହେବ, ତା ପୂର୍ବରୁ ଜଣେ ଇଞ୍ଜିନିୟର ଭାଇ, ଆଉ ସେ ମଧ୍ୟ ଜଣେ ବ୍ରାହ୍ମଣ ଘରର ପିଲା, ଆଉ ସିଏ ଏଇ ବାବାଙ୍କୁ ଏଇଭଳି ଭାବରେ ଧୋଇଥିଲେ, ମାନେ ମିଡ଼ିଆ ସାମ୍ନାରେ। ଯେପରି ଆପଣ ଜାଣିଥିବେ, ଆଜିକାଲି ଗୋଟେ ସିରିଜ୍ ଚାଲିଛି ଅପରେସନ୍ ପାଖଣ୍ଡ, ଆଉ ସେଇଠି ଏ ବାବାଙ୍କୁ ଡକା ହେଇଥିଲା। ଡକା ହେଇକି ଜଣେ ଇଞ୍ଜିନିୟର ଭାଇ ଏମିତି ଭାବରେ ପ୍ରଶ୍ନ କରିଥିଲେ, ଏ ବାବାଙ୍କ ପାଟିରୁ ଗୋଟେ ଶବ୍ଦ ବି ବାହାରୁନଥିଲା। ଆଉ ସେଠି କଥା ବାହାରୁ ନାହିଁ, କିନ୍ତୁ ଭକ୍ତଙ୍କ ଆଗରେ ବଡ଼ ବଡ଼ କଥା ବାହାରୁଛି। ଆଉ ଯାହା ବି ପାଟିରୁ ବାହାରୁଛି ତାହା ବିଲକୁଲ ବି ସତ ନୁହେଁ, 100ରୁ 100 ଭାଗ ସମ୍ପୂର୍ଣ୍ଣ ମିଛ। ଆଉ ଏଇଟା ହେଉଛି ବାବାଙ୍କର ପ୍ରକୃତି, ମିଛ କହିବା, ନିଜର ମିଥ୍ୟା ଦ୍ୱାରା ଲୋକମାନଙ୍କୁ ଭ୍ରାନ୍ତ କରିବା ହେଉଛି ବାବାଙ୍କର ପ୍ରକୃତି। ଆଉ ଏ ବାବାଙ୍କର ଆଉ ଗୋଟେ ଖରାପ ପ୍ରକୃତି ଅଛି, ସେଇଟା ହେଉଛି ସବୁବେଳେ ପ୍ରଭୁ ଯୀଶୁଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ କଥା ହେବା, ତାଙ୍କ ବିରୁଦ୍ଧରେ କହିବା, ନିଜ ଭକ୍ତମାନଙ୍କୁ ଉତ୍ତେଜିତ କରିବା ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ। ଏଇଟା ମଧ୍ୟ ୟାର ଗୋଟେ ବ୍ୟାଡ଼୍ ହାବିଟ୍। ତେବେ ପ୍ରିୟ ବନ୍ଧୁଗଣ, ଏ ବାବା ଜଣକ ଏଇ ଯେଉଁ ଭିଡ଼ିଓରେ ସେ କହୁଅଛି ଯେ ସ୍ୱର୍ଗରେ ଗଲେ କେଉଁ ଭାଷାରେ କଥା ହେବେ, ସଂସ୍କୃତ ଭାଷାରେ କଥା ହେବେ। ମାନେ ସେ ଇଂରେଜ ହେଉ କିମ୍ବା ଓଡ଼ିଆ ହେଉ କିମ୍ବା ହିନ୍ଦୀବାଲା ହେଉ, ଯିଏ ବି ହେଉ, ସେ ସ୍ୱର୍ଗରେ ଗଲେ କୁଆଡ଼େ ସଂସ୍କୃତ ଭାଷାରେ କଥା ହେବ। ଏଇଟା ହେଉଛି ବାବାର ଦାବି ବା ଏ ବାବାର ଏଇଟା ହେଉଛି ପ୍ରକୃତି। ସେ ଏମିତି ବର୍ଣ୍ଣନା କରୁଛି, କାରଣ ଜଣେ ଭକ୍ତ ତାଙ୍କୁ ପ୍ରଶ୍ନ କରୁଛି ଯେ ଆମେ ସେଠି ଗଲେ କେଉଁ ଭାଷାରେ କଥା ହେବା, ଏମିତି କିଛି ପ୍ରଶ୍ନ କରୁଛି। ତା'ର ଜବାବରେ ଏ ବାବା ଜଣ କହୁଛି ସେଠି ସବୁ ସଂସ୍କୃତ ଭାଷା ଚାଲେ, କାରଣ ସଂସ୍କୃତ ହେଉଛି ଭଗବାନଙ୍କ ଭାଷା। ତେବେ ଅନ୍ୟ ଯେଉଁ ଭାଷା ଗୁଡ଼ାକ ଅଛି ସେଟା ତାହେଲେ କାହା ଭାଷା? ତେବେ ପ୍ରିୟ ବନ୍ଧୁଗଣ, ଏ ବାବା ଜଣକ ଅଜାଣତରେ ନିଜ ଧର୍ମକୁ ହିଁ ନିଚା ଦେଖାଉଛନ୍ତି। ଗୋଟେ ବିଷୟ ମୁଁ କହିବି, ପରମେଶ୍ୱର ସବୁ ଭାଷାକୁ ସୃଷ୍ଟି କରିଛନ୍ତି, କେବଳ ପର୍ଟିକୁଲାର ଗୋଟେ ଭାଷାକୁ ନୁହେଁ। ଏ ବାବା ଜଣ କହୁଛନ୍ତି ଯେ ଇଏ ହେଉଛି ପରମେଶ୍ୱରଙ୍କ ଭାଷା, ପରମେଶ୍ୱର ତିଆରି କରିଛନ୍ତି। ତେବେ ଅନ୍ୟ ଭାଷା ଗୁଡ଼ାକ କେଉଁଠି ଆସିଲା? କିନ୍ତୁ ଯଦି ଆମେ ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଦେଖିବା, ସେଠି ସ୍ପଷ୍ଟ ଭାବେ ଲେଖା ଅଛି ଆଦି ପୁସ୍ତକରେ ଯେ ଭାଷା କେମିତି ଉତ୍ପନ୍ନ ହେଲା। ତେବେ ଏ ବାବା ଜଣ କହୁଛନ୍ତି
गोटे मात्र भाषा संस्कृत भाषा जोटाकि ताकर हिंदू धर्म शास्त्र रे ही नहीं वेद हो क्यों पुराण हो उपनिषद हो कौथरे मध्य एटा लिखा हैनी जे स्वर्ग को गले आम माने संस्कृत भाषा कथबार्ता हवा किंतु जब आम वाक्य देखा बाइबल देखा से लिखा अच्छी जितेबाला लोक मैंने बाबिल गढ़ को निर्माण करुले से परिवेश कौन कले भाषार भेद जन्मेले कारण लोक मैंने कहते जे आमे आसो आमे एमिति गोटे घर बनैबा गगन स्पर्शी आकाश को छुईला भाया आम गोटे घर बनैबा आम समस्त ये रहिबा मिलमिशिकी कहीं काहाठार अलगा हवा नहीं तबे यही समस्त विषय देखापी सदा प्रभु निजे ओह्लई आसिले बोली लिखा बाइबल रे आ से कौन कले भाषार भेद जन्मेले भाषार भेद से आरंभ है भाषा किए कहार भाषा बुझी पारे ना आ किए कहार भाषा बुझी पारे ना समस्ते छिन्न भिन्न हेले पृथ्वीर चतुर्दिगरे व्याप्त हेले आ जी जो जगह रहा से देश से भाषा है मातृभाषा तबे एमिति भाषा एमिति भाव भाषार जन्म है कि बाबांकर कहवा अनुसार भगवान केवल गोटे भाषा को तैयारी करिसेंती सी हूँ संस्कृत भाषा आ अन्य भाषा गुड़िक भगवान तैयारी करना ताने ताकू तैयारी कला किए तबे प्रिय बंधुगण जदि आपण भी जदि यही बाबा मानकर बसरे अछंती शीघ्र बाहरी आसतु बंधुगण कारण यही माने आपन केवेल मध्य सत्य पथ देखेबे नहीं सत्य पथ देखाइबा वाला केवल जड़े से होचंती प्रभु जीशु ख्रीष्ट जहन 14 पर्वर 6 पद जीशु तांको कहिले मु पथ सत्य और जीवन मो देई नगले कहीं पितांको निकट को जाए नहीं तबे प्रिय बंधुगण समस्त को प्रभु जीशु ख्रीष्ट के नाम रे मोर आंतरिक नमस्कार जदि आपन को ये वीडियो भल लगी थाए वीडियो को आपन लाइक करंतु शेयर करंतु एवं चैनल को आपन सब्सक्राइब करंतु जदि आपन प्रथम थर पे इस चैनल को आछंती समस्त को ख्रीष्ट प्रेम रे आंतरिक नमस्कार पुनि देखाबा आपन सहित आउ गोटे वीडियो रे आउ गोटे अध्याय रे एक सवाल और सर क्या जैसे आदमी मरता है ऊपर जाता है उसके कर्मों का हिसाब किताब होता है तो जैसे अंग्रेज कोई मरता है तो अंग्रेजी बात नहीं जाती है क्या गुड क्वेश्चन यू आर ए गुड क्वेश्चन अंग्रेज कोई मरता हो तो अंग्रेजी बात की जाती है अंग्रेज मरता है तो अंग्रेजी बात की जाती है उससे तो अंग्रेजी न बात की जाती है उससे नहीं जब आदमी मरता है तो मरने के बाद तो भगवान की एक ही भाषा है अच्छा कर्मों की भाषा का हिसाब ऊपर होता है वही भाषा में वो समझता है वही भाषा में वो बात होती है विभिन्न भाषा बोली जाती है अलग बात की जाती है तो आपको क्या लगता है इंग्लिश में यमराज जी इंग्लिश में बात करेंगे मेरे मन में वहाँ संस्कृत चलती है अच्छा अच्छा अच्छा